আমার দাবি আমার দাবি আমার দাবি আমার দাবি আমার দাবি ন্যায্য দাবি সরকার তুমি মানি নিও আমার দাবি ন্যায্য দাবি সরকার তুমি মানি নিও ক্রাইম মন্ত্রী প্রতাপ জেনা হায় 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 ক্রাইম মন্ত্রী প্রতাপ জেনা হায় 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 দাবি মাতাকে জয় খয়রা সুমরা বিজেপি ওয়েলকাম 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 বিজেপি ওয়েলকাম 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 পদুনানা ওয়েলকাম 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 পদুনানা ওয়েলকাম 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 পদুনানা পদুনানা ওয়েলকাম 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 বিজেপি জিন্দাবাদ 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 বিজেপি জিন্দাবাদ 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 মন্ত্রী ওয়েলকাম भारतीय जनता पार्टी वेलकम भारतीय जनता पार्टी वेलकम জয় শ্রীরাম बीजेपी वेलकम बीजेपी वेलकम बीजेपी ठीक बीजेपी ठीक बीजेपी बीजेपी दादागिरी चलो ना जदि चलो निया चलो जदि चलो निया चलो भारत माता के समस्त को जेम्स मान अनुरोध समस्त लाइन अप हो जातु एने तेने बुलंतु नहीं एने तेने बुलंतु नहीं समस्त लाइन अप हूँ सांबादिक मान भाई मान अनुरोध कर सब फटो नि समस्त लाइन हो जातु एने तेने बुलंतु नहीं तापर आम मना को नहीं बाहर समस्त अनुरोध कई लाइन रू बाहर ना समस्त अनुरोध कई लाइन रू बाहर ना कई आमर माइक सेट अच्छी माइक सेट आगू को जीवे ना सब माइक सेट पचर ही रे ना कई लाइन रू बाहर ना गाड़ी आग को कहीं जीवे ना गाड़ी आग को कहीं जीवे ना जो मैंने टी लाइन अप कर दिंतु नना पाखे जो अच्छा पलि आसतु आगे लाइन अप हो जातु नना आसवे टाइम हो गलानी तेणु लेट हो समस्त पलि आस लाइन करके ठिया होती भाव में जेम्स मैंने लाइन मंडल सभापति को अनुरोध कर खबर नहीं धन्यवाद अभिनंदन आम आज आपको दाबी पत्र दौचु गवर्नर को आपको जरिए ये प्रताप जेना ना अच्छी 13 नंबर ये अच्छी कौन मुदार एवं जो मृत्युकालीन जवान जो दिवसीय मराव कुलमणि मराव जो मर्डर कर दिया दिया कौन ये मृत्युकालीन जवान 13 जन नाम होती जो 7 जन गिरफ कर मुख्य प्रताप जेना आई मंत्री बर्तमान क्राइम मंत्री जेहेतु से बड़ दीटा राजनैतिक मर्डर से अरुण साहू से मर्डर कर
ଏଠି ତ ତାର ଗାଈ ବାଛି ଦେଇକି ଇଏ ମନ୍ତ୍ରୀଟା ଯାଉଛି ହାଇଦ୍ରାବାଦ ତା କଥା ଛାଡ଼ ଗୋଟେ ଦିନ ବିଧାନସଭା ବନ୍ଦ ହେଇଗଲା ୟାରି ପାଇଁ ମାନେ ଇଏ ଶିମୁଳିଆ ଖଇର କଳଙ୍କିତ ଇତିହାସ ସୃଷ୍ଟି କରିଦେଲା 2 ଦିନ ବନ୍ଦ ହେଲା ଏବଂ ପ୍ରଶ୍ନ ପଚାରିଲେ ବିରୋଧ ଯେ ଗାଈ ବାଛିରି କିଏ ତାଙ୍କ ନାଁ କଣ କାହିଁକି ଦେଇଥିଲ ସରକାରୀ ଖର୍ଚ୍ଚରେ ବିଧାନସଭା ଉତ୍ତର ଦେଇପାରିଲେ ହଠାତ୍ ନବୀନ ପଟ୍ଟନାୟକ ବନ୍ଦ କରିଦେଲା ବିଧାନସଭା ଏଥର ବି ହଠାତ୍ ବନ୍ଦ କରିଦେଲା ପୋଇ ଇସ୍ୟୁରେ ନବୀନ ବାବୁ କେତେ ଦିନ ଚାଲାଇ ଖେଳିବ ସବୁଦିନ ରହିବନି ସବୁଦିନ ତୁମର ଦଣ୍ଡରାତି ଥିବନି ସେ ଦଣ୍ଡରାତି ନିଶ୍ଚିତ ଭାବରେ ଅନ୍ଧାର ଆସିବ ଏତିକି କହି ଆଉ ଥରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ମୋର ବକ୍ତବ୍ୟ ଶେଷ କରୁଛି ବର୍ତ୍ତମାନ ଆମର ପ୍ରତାପ ଜେନାଙ୍କର ଯୋଉ 200 ଫୁଟରେ ଦାହ କରାଯିବ ଏ ସବୁ ନରେନ୍ଦ୍ର ମୋଦି ଦଉଛି କିନ୍ତୁ ଏଇ ନବୀନ ପଟ୍ଟନାୟକ କେତେ ଠକ ଚାଲବାଜି ଇଲେକ୍ସନ ପୂର୍ବରୁ କହିଲା କାଳିଆ ଯୋଜନା କରିବ ଥରେ ଗୋଟେ କିସ୍ତି କିଛି ଲୋକଙ୍କୁ ଦେଇକି ଏବେ ବନ୍ଦ କରିଦେଇଛି ଏବେ କହୁଛି ସେ ମୋଦି ଟଙ୍କାକୁ ମୋଦି ଟଙ୍କା ଦେଇଛି 6,000 କହୁଛି ସାରା ଭାରତ ବର୍ଷ ସମସ୍ତଙ୍କୁ ଦିଆହଉଛି ତେଣୁ ମୁଁ ଆଉ ବିଶେଷ କିଛି କହୁନି ସମୟ ଅତିକ୍ରମ ଲୋକ ବି ପଳେଇଲେଣି ଖାଇବାକୁ ସବୁ ତେଣୁ ମୁଁ ଖାଲି ଏତିକି କହୁଛି ଯେ ସମସ୍ତଙ୍କୁ ନ୍ୟାୟ ଦେବା ଉଚିତ ଯେ ପ୍ରକୃତ ଦୋଷୀ ସେ ଦଣ୍ଡ ପାଇବା ଉଚିତ ଏବଂ ପକ୍ଷପାତଟା ନ ହେଇ କାହା କଥାରେ ବସିଭୂତ ନ ହେଇ ଇଏ ଯୋଉ ଆମର ଯୋଉ ଶିମୁଳିଆ ଖଇରାର ଯୋଉ ଜଣେ ମନ୍ତ୍ରୀ ଅଛନ୍ତି ଟୁରିଜିମ ମିନିଷ୍ଟର ସେ ଚାରିଆଡେ ତ ଟୁରିଜିମ ସେଣ୍ଟର ଖୋଲିଦେଉଛନ୍ତି ଯୋଉଠି ଭଲ ଜାଗା ଦେଖିବେ କି ଜାଗା ଆପଣ ଜାଣୁଛନ୍ତି ନ କହିବା ଭଲ ସେଇ ଜାଗାରେ ଟୁରିଜିମ ସେଣ୍ଟର ସେଇ ଜାଗାରେ ଟୁରିଜିମ ସେଣ୍ଟର ସାଙ୍ଗେ ତେଣୁ ତା କଥାରେ ପ୍ରଭାବିତ ନ ହୋଇ এই କନ୍ଦା ପାଣି କଥାରେ ପ୍ରଭାବିତ ନ ହୋଇ ଯେମିତି ଆଇଆଇସି ମହୋଦୟ ନିରପେକ୍ଷ ଭାବରେ କାମ କରନ୍ତୁ ମୋର ଏତିକି ଆପଣମାନଙ୍କୁ ଅନୁରୋଧ ଆପଣଙ୍କୁ ଏତିକି ଆମର ଅନୁରୋଧ ଯେମିତି ଗରିବ ଲୋକଟିଏ ନ୍ୟାୟ ପାଉ ଏବଂ କାହାରି କଥାରେ ପ୍ରଭାବିତ ନ ହୋଇ କାର୍ଯ୍ୟ କଲେ ଭଗବାନ ଆପଣଙ୍କ ଉପରେ ନିଶ୍ଚିତ ଭାବରେ ସାହାଯ୍ୟ କରିବେ ମୁଁ ଏତିକି କହିବାକୁ ଚାହେଁ ଦୁନିଆରେ ଧର୍ମ ଅଛି ଏବଂ ଧର୍ମ ସଂସ୍ଥା ପରାର୍ଥାୟ ସମ୍ଭବାମି ଯୁଗେ ଯୁଗେ ଧର୍ମ ଯୋଉଠି ଭଗବାନ ରହନ୍ତି ସେଇଠି ତେଣୁ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଯେ ବେଶୀ ଦିନ ନୁହେଁ ନିଶ୍ଚିତ ଅନ୍ଧାର ଘରେ ଆଲୁଅ ଜଳିବ ସେତେବେଳକୁ ଇଏ ମନ୍ତ୍ରୀର ନେଡି ଗୁଡ କୋଉଠି ବୋଇଯାଇଥିବ ଇଏ ମନ୍ତ୍ରୀର ନେଡି ଗୁଡ କୋଉଠି ବୋଇଯାଇଥିବ ଯେଭଳି ଭାବରେ ଅନ୍ୟାୟ ଅତ୍ୟାଚାର ଚଲେଇଛି ଚାରିଆଡେ ଶିମୁଳିଆ ଖଇରାରେ ପୋଲିସରେ ହାତ ବାରିଶ କରି ବିଡିଓକୁ ହାତ ବାରିଶ କରି ଥାନା ଆଇଆଇସିକି ହାତ ବାରିଶ କରି ଏଠି ଆମର ତହସିଲଦାରକୁ ହାତ ବାରିଶ କରି ଯେଭଳି ଭାବରେ ସେ ପ୍ରେସର କରୁଛନ୍ତି ମୋର ଗୋଟିଏ ଅନୁରୋଧ ତା ପ୍ରେସରରୁ ଆପଣ ଦୂରେଇକି ରୁହନ୍ତୁ ପଞ୍ଚାୟତ ଇଲେକ୍ସନ ଆଗକୁ ଆସୁଛି ଆମେ ଆଶା ରଖିଛୁ ଯେ ଆଇଆଇସି ନିଶ୍ଚିତ ଭାବରେ ଆମକୁ ନ୍ୟାୟ ଦେବେ ଏବଂ ତାଙ୍କ ଅତୀତ ରେକର୍ଡ ବହୁତ ଭଲ ଏଠି ମୁଁ ଆଶା କରୁଛି ଶିମୁଳିଆ ଥାନା ପାଖରେ ଯେ ତାଙ୍କର ସେଇ ରେକର୍ଡକୁ ବଜାଇ ରଖିବେ ବଦଳିକି ଭୟ କରନ୍ତୁ ନାହିଁ ଆପଣ ଷ୍ଟାରକୁ କେହି କାଢି ଦେବ ନାହିଁ ଆପଣଙ୍କର ନୀତି ନିୟମ ଭିତରେ କାର୍ଯ୍ୟ କରନ୍ତୁ କି ମଣିଷଙ୍କର ଆଶୀର୍ବାଦ ପାଇବା ସଙ୍ଗେ ସଙ୍ଗେ ଭଗବାନଙ୍କର ଆଶୀର୍ବାଦ କହିବେ ଆଜି ଏ ବିକ୍ଷୋଭରେ ମୁଁ ଏତିକି ଦାବି କରିବି ଆଉ ତ ବହୁତ କଥା ଥିଲା କହିଥାନ୍ତି ଯୋଉଦିନ ବ୍ଲକ ଘେରାଉ ୟା ପରେ ହଉଛି ଯେ ବ୍ଲକ ଘେରାଉ ଦିନ ମୁଁ କହିବି ସମସ୍ତ କଥା ଯେ ଯେମିତି ଆମେ ନ୍ୟାୟ ପାଇବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବର୍ତ୍ତମାନ 15,000 10,000 ପରିସର ଭିତରକୁ ଆଣିଲାଣି ଆଜି ଆମେ ଦାବି କରୁଛୁ କଣ ଅଛି ଏକରାରେ ନାଁ ଅଛି ମୁଦାରାରେ ମରିବା ଲୋକ ତାଙ୍କର ମୃତ୍ୟୁକାଳୀନ ଜବାନବନ୍ଦୀ ଦେଇଛି କିନ୍ତୁ ତାକୁ ସେ 13 ଜଣଙ୍କ ଭିତରୁ ମାତ୍ର 7 ଜଣ ଗିରଫ କରାହେଇଛି ଆଉ ଗିରଫ କରାହେଇନି ମନ୍ତ୍ରୀକି କାହିଁକି ଆରେଷ୍ଟ କରୁନ କଣ ପାଇଁ ଆରେଷ୍ଟ କରୁନ କାହିଁକି ଆରେଷ୍ଟ କରୁନ ଦୁର୍ନୀତି ଭ୍ରଷ୍ଟାଚାର ଚରମ ସୀମାକୁ ଟପିଲାଣି କିଛି ଦିନ ଆଗରୁ ଆମେ ବ୍ଲକ ଆଗରେ ଘେରାଉ କରିଥିଲୁ ଏଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେ ଲେଖୁଛନ୍ତି କର ପୁରା ପ୍ରୋ ଆଜୋ ସବୁ କାନ୍ଥର ଦଉଛି ନରେନ୍ଦ୍ର ମୋଦି ଲେଖୁଛନ୍ତି ପ୍ରୋ ଆଜୋ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଳେ ଲେଖି ଦଉଛନ୍ତି ବିଜୁ କୁଡ଼ିଆ କିରେ ଇଏ ପିଲା ଜନ୍ମ କରୁଛି ସେ ପିଲାର ବାପା ହବା ଉଚିତ ପିଲା ଜନ୍ମ କରିବ ନରେନ୍ଦ୍ର ମୋଦି ଇଏ ନବୀନ ପଟ୍ଟନାୟକ ନବ ତୁଚ୍ଛାରେ ତା ନାଁ ମୁଁ ପିଲା ଜନ୍ମ କରୁଛି କେତେବେଳେ ସ୍ତ୍ରୀ ନାହିଁ ତାହାର ତେଣୁ ସିଏ କହୁଛି ମୁଁ ପିଲା ଜନ୍ମ କରୁଛି ସିଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ
ନିଜ ନାଁରେ କରୁଛି। ଟଙ୍କାକିଆ ଚାଉଳ 27 ଟଙ୍କା ଦଉଛି ନରେନ୍ଦ୍ର ମୋଦି, 2 ଟଙ୍କା ଦଉଛି ନବୀନ ପଟ୍ଟନାୟକ, ଟଙ୍କାଟା ଦଉଛନ୍ତି ଖାଉଟି। ନା ଟଙ୍କାକିଆ ଚାଉଳ ଦଉଛି ନା ନବୀନ ପଟ୍ଟନାୟକ? ଯିଏ ବର୍ତ୍ତମାନ ଏଠିକା ଜନଧନ ଯୋଜନାରେ ଟଙ୍କା ଦଉଛି ମୋଦି, ତାକୁ ମୁଁ ଦଉଛି। ରାଜ୍ୟ ସରକାରଙ୍କ ପାଖରେ ଗୋଟିଏ ଟଙ୍କା ନାହିଁ ସରକାରୀ କର୍ମଚାରୀ ଦରମା ଦେବା ପାଇଁ। ଯାହା ଦଉଛି କେନ୍ଦ୍ର, କିନ୍ତୁ କେନ୍ଦ୍ର ନାଁଟାକୁ ବଦଳେଇକି ଓଡ଼ିଶା ଆସିଲା ପରେ ବର୍ତ୍ତମାନ ନିଜ ନାଁରେ ତାକୁ ପରିଣତ କରିଦେଉଛି। ମୁଁ ଓଡ଼ିଶା ସରକାର ସବୁ ଦଉଛି। ଏପର୍ଯ୍ୟନ୍ତ ଗିରଫ କରାଯାଉ ନାହିଁ, ଯଦିଓ ଥାନା ଏତଲାରେ ତା ନାଁ 13 ନମ୍ବର ମୁଦାଲା ଭାବରେ ସେ ରହିଛନ୍ତି ଏବଂ ତାଙ୍କ ନାଁରେ ଯେତେବେଳେ ସେ କୁଳମଣି ବରାଳ ଆଉ ତା ଦିବ୍ୟସିଂହ ବରାଳ ଯେତେବେଳେ ମଲା ମୃତ୍ୟୁକାଳୀନ ଜମାନବନ୍ଦୀ, ସେତେବେଳେ ସେ ଦେଇଛି ଏଇମାନଙ୍କ 13 ଜଣଙ୍କ ନାଁ ସେ କହିଛି। ତାକୁ ପୋଲିସ ଲୁଚେଇକି ରଖିଛି ଏବଂ ଏପର୍ଯ୍ୟନ୍ତ ଗିରଫ କରୁନି, ମାତ୍ର 8 ଜଣଙ୍କୁ ସେ ଗିରଫ କରିଛି। ଆମର ଦାବି ଯେ ନବୀନ ପଟ୍ଟନାୟକ 21 ବର୍ଷ ଶାସନ ରହିଲା ପରେ ତ ଦୁର୍ନୀତି, ଭ୍ରଷ୍ଟାଚାର, ଅତ୍ୟାଚାର ଆଉ ପୁଲିସ ବାଲାଙ୍କୁ ଲଗେଇକି ଯେଭଳି ଭାବରେ ଜୁଲମ ଚଲେଇଛ, ସେ ଜୁଲମ ଆଉ ଚଳିବନି ତୁମର। ଯେ ଜୁଲମ ପ୍ରତିବାଦରେ ସବୁ ବିଜେପି ବାହାରିଲାଣି ରାଜରାସ୍ତାକୁ। ୱେଷ୍ଟବେଙ୍ଗଲ ଅବସ୍ଥା ହେଇଗଲାଣି ବର୍ତ୍ତମାନ ଓଡ଼ିଶା। ୱେଷ୍ଟବେଙ୍ଗଲରେ ନିଶ୍ଚିତ ଭାବରେ ବିଜେପି ସରକାର ଆସିବ ଏବଂ ଓଡ଼ିଶାରେ ମଧ୍ୟ ଆଗାମୀ 2024ରେ ବିଜେପି ସରକାର ହେବ। ଇଏ ହେଉଛି ଧ୍ରୁବ ସତ୍ୟ ଏବଂ ସେଇଥିପାଇଁ ଆଜି ଆମେ ବିକ୍ଷୋଭ କରୁଛୁ। ହେ ନବୀନ ବାବୁ, ତୁମେ ସେ କାଚ ଘରେ ବସିଛ ଆଜିକି 9 ମାସ ହେଇଗଲା, ସେ ଘରୁ ବାହାରୁନା। ସେ କହୁଛନ୍ତି ଓଡ଼ିଶାର 4 କୋଟି ଲୋକ ମରିଯାଅ, ମୁଁ ସୁରକ୍ଷିତ ରହିବି, ଏ କାଚ ଘରରୁ ବାହାରିବିନି। ବନ୍ୟା ସମୟରେ ମିଛରେ ଉଡ଼ାଜାହାଜର ଆଉ ଗୋଟେ ଦେଖେଇ ଦେଇ କହିଲେ ମୁଁ ବନ୍ୟାରେ ପଡୁଛି। ତେଣୁ ଗୋଟିଏ କହିବା କଥା, ଆପଣମାନେ କେହି ଯାଆନ୍ତୁନି। ବର୍ତ୍ତମାନ ପ୍ରତାପ ଜେନାର କୁଶପୁତଳିକା ଦାହ ହେବ, ଖାଇବା ତ ସମସ୍ତଙ୍କ ପାଇଁ ହେଇକି ଖାଇ ବ୍ୟସ୍ତ ହେବା ପାଇଁ। ତେଣୁ ଗୋଟିଏ କଥା, ଆପଣମାନେ ଆଉ 10 ମିନିଟ୍ ଧୈର୍ଯ୍ୟ ସହକାରେ ରୁହନ୍ତୁ। ଆମର ପ୍ରତାପ ଜେନାର କୁଶପୁତଳିକା ଦାହ ହେବ ଏବଂ ତା ସଙ୍ଗେ ସଙ୍ଗେ ଆମର ନବୀନ ପଟ୍ଟନାୟକକୁ ଆମର ଥାନା ଆଇଆଇସି ମାଧ୍ୟମରେ ଆମେ ମାନପତ୍ର ଦେବୁ ଯେ ଗଭର୍ଣ୍ଣରଙ୍କୁ ଯେମିତି ପ୍ରତାପ ଜେନା ଯୋଉ 13 ଜଣ ଯୋଉ ମୁଦାଲା ଅଛନ୍ତି ତାଙ୍କୁ 8 ଜଣ ମାତ୍ର ଗିରଫ ହୋଇଛନ୍ତି, ଆଉ 6 ଜଣଙ୍କୁ 7 ଜଣ ଗିରଫ ହୋଇଛନ୍ତି, ଆଉ ଜଣଙ୍କୁ ଗିରଫ କରାଯାଉ। ଗୋଟେ ବଡ଼ କଥା ହଉଛି ଓଡ଼ିଶାରେ ବର୍ତ୍ତମାନ ଗୋଟେ ଭ୍ରଷ୍ଟାଚାର ଶାସନ ଚାଲିଛି। ଅଭିନନ୍ଦନ। ଆଜି ଆମେ ଏଠି ଆଜି ଥାନା ଆଗରେ ବିକ୍ଷୋଭ କରୁଛୁ ଏଇଥିପାଇଁ ଯେ କି ମାହାଙ୍ଗାରେ ଯୋଉ ଡବଲ ମର୍ଡର ହେଇଛି, ଆମେ ଜନସାଧାରଣ ଆପଣଙ୍କ ଭରସାରେ ରହିଛୁ ଏଠି 20-25 ବର୍ଷ ହେଲାଣି କି ଆମର ନବୀନ ବାବୁ ବହୁତ ଭଲ। କଣ ଭଲ ଆପଣ ଦେଖୁଛନ୍ତି, ଆଇନଟାକୁ ତ ପୁରା ଖାଇଗଲେ। ଆପଣ କଣ କରୁଛନ୍ତି, ବାଳିଆ ମାଛଟାକୁ ଛାଡ଼ି ଦେଇକି ଆପଣ ଏଇ ଗଣ୍ଡି କିରାଟାକୁ ମାରି ଖାଉଛନ୍ତି ନା। କେବେ କହୁନାହାନ୍ତି ଏ କଂଗ୍ରେସିଆ ଦେବିନି, ସ୍ୱଚ୍ଛ ଭାରତର ଇଏ ଯୋଉ ଲାଟିନଟା ମୁଁ ଦେବିନି। ସେ କହୁଛନ୍ତି ଜନଧନ ଯୋଜନାର ଯୋଉ 1000 ଟଙ୍କା 500 ଟଙ୍କା ଆସୁଛି ମୁଁ ସମସ୍ତଙ୍କୁ ଦଉଛି, ଯାହାର ଯୋଉ ନିହାତି ଆବଶ୍ୟକ। ନିଷ୍ଠ ପ୍ରଶାସନ କରୁଛନ୍ତି, ତାଙ୍କର ସେମିତି କୌଣସି ପାତର ଅନ୍ତର ନାହିଁ। ସେ ଯାହା କହିବେ ଆଇନ ବିରୁଦ୍ଧ ଯିଏ କଲା ତା ସମ୍ମୁଖରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଗତ ଦିନରେ ମଧ୍ୟ ହେଇଛି। ଆଗାମୀ 21 ନବବର୍ଷ ଅଭିନନ୍ଦନ ସ୍ୱରୂପ ମୁଁ ମୋର ଅଭିଭାଷଣ ରଖୁଛି। ଆଜିର ଏ ପ୍ରତିବାଦ ଓଡ଼ିଶାର ପ୍ରତ୍ୟେକ ପୁରପଲ୍ଲୀରେ ପ୍ରତାପ ଜେନା ଆରେଷ୍ଟ ହଉ, ଆମର ଦାବି ପ୍ରତାପ ଜେନା ଆରେଷ୍ଟ ହଉ, ଆମର ଦାବି ନା ଅନ୍ୟ ଆଡେ ହେଇଗଲା, ଆଗରେ ନୂତନ ବର୍ଷରେ ନୂଆ ମାନେ ଆମେ ଆଜି ଆପଣଙ୍କୁ ପଦ୍ମଲୋଚନ ପଣ୍ଡା ପୂର୍ବତନ ମନ୍ତ୍ରୀ, ଗତ ବିଧାନସଭାର ବିଜେପି ଦଳର ବିଧାୟକ ପ୍ରାର୍ଥୀ, ଆଜି ଆମେ ଏଠି ବିକ୍ଷୋଭ କରୁଛୁ ଏଇଥିପାଇଁ ଯେ ନବୀନ ପଟ୍ଟନାୟକଙ୍କର କିଭଳି ଭାବରେ ସେ ତାର ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ଦିନ 2 ପରେ ରାତିରେ ମର୍ଡର କରୁଛନ୍ତି, କିନ୍ତୁ ମର୍ଡର ଆସାମୀମାନଙ୍କୁ ସୁରକ୍ଷା ଦେଉଛି ନବୀନ ବାବୁ, ଯେ କି ଆଇନ ମନ୍ତ୍ରୀ। ସେ ଆଇନ ମନ୍ତ୍ରୀ ନୁହେଁ, ସେ ହେଉଛନ୍ତି କ୍ରାଇମ ମନ୍ତ୍ରୀ। ସେ କ୍ରାଇମ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ
से जो निष्पत्ति नहीं ता विरुद्ध आज आम विक्षोभ करुचु कारण जितेबाला जानी से जो ये कुलमणि बराड़ एवं से दिव्य सिंह बराड़ जो दी जन को जो मर्डर कले यार डायरेक्शन ले कार प्रताप जेना निर्देश से 13 जमानबंदी दे 13 जन ना किए से जो दिव्य सिंह बराड़ मृत्युकाली जमानबंदी तो पुलिस रेकर्ड कर किंतु 7 जन को गिरफ्त कर मंत्री की एवं अन्य 6 जन को छाड़ी जाइए। आज आम गवर्नर को आम देलु मेमोरांडम जे कि आम आईआईसी जरिया तुरंत से 7 जन को गिरफ्त करा संगे संगे मंत्री की गिरफ्त करा। आज कुशपुतलिका दाह कलु से मंत्री एवं तुरंत मंत्री मंडल बहिष्कार करा से दागी मंत्री क्राइम मंत्री की रखा न जाऊ।